ହାତା ତିନିଟାକୁ ହେଲ ମତ୍ସ୍ୟ ସିନ୍ଧୁ ସିନ୍ଧୁ କଲ ହେ ଭଗବାନ ବିଶ୍ୱ ଚିନ୍ତାମଣି ଧୀରଚିନ୍ମୟ ସୁନ୍ଦର ଭଗବାନ ସତ୍ୟନାରାୟଣ ମହାପ୍ରଭୁଙ୍କର ପବିତ୍ର ଦରବାର ସଂସ୍କୃତି ସମ୍ପନ୍ନ ବୋଲି ଗାଁ ପୁଷ୍କୁରା ଗ୍ରାମ ବାସିନ୍ଦା ମାନଙ୍କ ଦ୍ୱାରା ଶ୍ରଦ୍ଧାରେ ଆୟୋଜିତ ସାମ୍ବତ୍ସରିକ ପାଳନ ଉତ୍ସବ ଆଜି ତାର ଦ୍ୱିତୀୟ ରଜନୀ ଦ୍ୱିତୀୟ ଅଧିବେଶନ ଏ ମଧୁମୟ ଆଶ୍ରମ ମହିମା ମଣ୍ଡିତ କରୁଥିବା ମୋର ସମସ୍ତ ସଜ୍ଜନ ମୋର ସମ୍ମାନନୀୟ ପୁରାଣ ତୁଷଣୀ କଲ୍ୟାଣ ମହିମା ମାନେ ମୋର ସମଧର୍ମୀ ସମାବର୍ମୀ ଯୁବ ବନ୍ଧୁ କଳାକାର ବନ୍ଧୁ ଶିକ୍ଷକ ବନ୍ଧୁ ଏ ସାରସ୍ୱତ ମଞ୍ଚ ଆମ ମାନଙ୍କର ପ୍ରଣାମ ଆପଣମାନଙ୍କୁ ବହୁତ ବହୁତ ପ୍ରଣାମ यार राती विशेष करी ଆମର ଏ କଲା ପରିଚାଳନା କମିଟି ଏବଂ ଗ୍ରାମ୍ୟ କମିଟି ଯେ ମୁଖ୍ୟ ଅଛନ୍ତି ସୁଦ୍ଧ ପାଢୀ ମହୋଦୟ ଆଜି ଆମକୁ ଅନୁସରଣ କରୁଛନ୍ତି ଏବଂ ଆମେ ସେଥିପାଇଁ ଧନ୍ୟବାଦ ମିଡ଼ିଆ ଭାଇ ମାନେ ସେ ତାଙ୍କର ଆମକୁ ତାଙ୍କ କ୍ୟାମେରାରେ କବ୍ଜା ରଖିବାକୁ ଚେଷ୍ଟା କରୁଛନ୍ତି ରଖି ସାରିଲେ ଆମେ ତାଙ୍କ ଋଣୀ ରହିବା ଆମେ ସମସ୍ତେ ସବୁଠାରୁ ଦିନର ଗ୍ରାହକ ନାହିଁ ଦୟାଦିକୁ କୁଆଡେ ନ ଯାଉ ତାଙ୍କର ମଙ୍ଗଳ କହିବାର ଉଦ୍ଦେଶ୍ୟ ହଉଛି ଆଜି ଇଏ ମଧୁମୟ ପରିବେଶର ପ୍ରାରମ୍ଭିକ ସଙ୍ଗୀତ କାର୍ଯ୍ୟକ୍ରମ ସେଦିନ ଭଗବତୀ ରୁକ୍ମିଣୀ ଭଗବାନ କୃଷ୍ଣଙ୍କ ଉଦ୍ଦେଶ୍ୟରେ ଚିଠି କାହିଁ ଲେଖା ହେଲା ଦ୍ୱିତୀୟ ଦିନରେ ପାଲା ସରିନି ଚିଠି କାହିଁ ହେଲା ପାଲା ସରିନି ସରିବ ଚିଠି ଲେଖା ଚାଲିଛି ସେ ସରୁ ନାହିଁ ତମେ ତ ଅନନ୍ତ ଶାସ୍ତ୍ର ସରିବ ତମେ ଯୋଉ ଡିପାର୍ଟମେଣ୍ଟରେ ଅଛ ତମେ ତ ଚିଠି ଦେବା ନେବା ଦାୟିତ୍ୱ ହେ ପ୍ରଭୁ ଆପଣଙ୍କର ପରିଚୟଟା କଣ ଆପଣଙ୍କର ସ୍ୱରୂପ ପରିଚୟ ହଉଛନ୍ତି ଶ୍ରୀଯୁକ୍ତ ଡକ୍ଟର ଧୀରେନ ମହାନ୍ତି ଧୀରେନ ମହାନ୍ତିର ପରିଚୟ ମୁଁ ପଚାରିଲା ଆଉ ଆପଣଙ୍କ ପରିଚୟ ମାନେ କାହା ସେ ତ ଏ ଗାଁର ଗୁଡିମାଟି ସାଙ୍ଗରେ ସମ୍ପୂର୍ଣ୍ଣ ଭାବରେ ଖାଲି ଏ ଗାଁ ନୁହେଁ କେନ୍ଦୁଝର ଜିଲ୍ଲା ତାଙ୍କ ପରିଚୟ ସମ୍ପର୍କରେ ଆମର ମୁଣ୍ଡ ଖେଳିବାର ଆବଶ୍ୟକତା ନାହିଁ ଆମେ ଏଥିପାଇଁ ଦୁଃଖିତ ଯେ ଆମ ପରିଚୟଟା ଯଥାର୍ଥ ଭାବରେ ଉପସ୍ଥାପିତ ହେଇପାରେ କି କରିଥାନ୍ତେ ଆମେ କଣ କରିଥାନ୍ତୁ ସେ ସିନା କରିଥାନ୍ତେ କାଲି ଆମେ 6ଟା ଫୁଲ ହାର କାଟି ଦେଇଛେ ଆମକୁ ସେ ଗୋଟେ ହାର ଦେଇପାରିଲେ ସେ ତ ବନ୍ଧୁ ରଖିବାକୁ ଚାହୁଁନାହାନ୍ତି ଆମେ ଅପେକ୍ଷା କରିଛେ ମୁଁ କାଲି 6ଟା ଫୁଲ ହାର ବାଟି ଦେଇଛି ମୋ ପାଖରେ 6ଟା ଫୁଲ ହାର ଥିଲା ମୁଁ 6 ଜଣଙ୍କୁ ଦେଇଦେଇଛି ଆଉ ଧୀରେନ ବାବୁଙ୍କୁ ବି ଶେଷରେ ଫୁଲ ବାଟା ଦେଇଦେଇଛି ସେ ଗୋଟେ ଫୁଲ ହାର ମତେ ଫେରି ପାରିଲେ ତାଙ୍କର ସେ ବନ୍ଧୁ ରଖିବାକୁ ଚାହୁଁନାହାନ୍ତି ପୁଣି ଗତକାଲି କହିଲେ ଯେ ତମର କାଣ୍ଡ ଜ୍ଞାନ ନାହିଁ ସେଗୁଡାକ ତ ଆଶା କରୁନି ଆଶା କରିନି ସମ୍ପୂର୍ଣ୍ଣ ଅପ୍ରତ୍ୟାଶ କଣ ତମେ କହିଲ ତମ ଗାଁ ମାନେ ଭଗବାନଙ୍କର ସ୍ୱରୂପ ସମ୍ପର୍କରେ ଭଗବତୀ ଏଇ ବିଚାର ବୈକୁଣ୍ଠେ କମଳା ଦେବେ ରେତୟାଂ ଜାନକୀ ତୁଥା
ଝାଞ୍ଜ ମୁଣ୍ଡ କରି ଦେଲେ ନା ଆଜି ପାଲା ତ କାଣ୍ଡ ଜ୍ଞାନ କଣ ଶୁଣିବ ଆଜି କାଣ୍ଡ କୋଉଠି ଜ୍ଞାନ କୋଉଠି ଆଜି ତ ଶୁଣିବ ନିଗମ ବନି ତାର ଫୁଲ ଗଭାସି ନିଗମ କହିଲେ ବେଦ ଇଏ ବେଦ କନ୍ୟା ଭାବେ ଆମ ସାହିତ୍ୟ ପୃଷ୍ଠାରେ ବର୍ଣ୍ଣନା କରାଯାଇଛି ବେଦ କନ୍ୟାଙ୍କର ଗଭାରେ କୁନ୍ତଳରେ ହେ ଭଗବାନ ପରମ ବ୍ରହ୍ମ ଆପଣଙ୍କର ପଦାଙ୍ଗୁଳି ଅଶୋକ କଳିକା ପରି ଶୋଭା ପାଉଛି ନିଗମ ବନିତାର ଫୁଲ ଗଭାସଙ୍କର ମଞ୍ଜୁଳ ଏଠି ଆମର ବର୍ଷିଆନ ଗାୟନାଚାର୍ଯ୍ୟ ଅଛନ୍ତି ମାଙ୍କଡ ଦାସ ମହୋଦୟ 93-94 ବର୍ଷରେ ସେ ପହଞ୍ଚୁଛନ୍ତି ଠାକୁର ହେଇଯାଇଛି ଆମେ ଆଜି ଆନନ୍ଦ ନିଗମ ବନିତାର ଫୁଲ ଗଭାସଙ୍କର ମଞ୍ଜୁଳ ପଦାଙ୍ଗୁଳିରୁ ଢାଳି ବ୍ରହ୍ମ ସଲିଳ ଶୁଣି କରଳ ଜଳା କଲ ଚୌରାଶୀ କାଞ୍ଚି ଗଭୀର ଗଙ୍ଗାର ଜଳ ଆପଣଙ୍କର ରକ୍ଷା କଲେ ସେଠୁ ସେ ଗଙ୍ଗା ଆସିଲେ କେମିତି ଆସିଲେ କେମିତି ଆପଣଙ୍କର ସହମତ ସବୁ ପୁରୁଣା କଥା ତାକୁ ନୂଆ ରୂପରେ ଶୁଣି ମୁଁ କର୍ମ କରତି ବାଚା ଆମେ ସମସ୍ତେ ଜାଣିଛୁ କିଏ ସେ ଉପକୃତ ଆମ ପୁରାଣ ପୃଷ୍ଠାରେ ଆମ ପୁରାଣ ରାଜ୍ୟରେ ମୁକ କିଏ ଥିଲା ବାଚାଳ ହେଲା তোমার কে কে ନବଖଣ୍ଡ ରଜନୀ ଯୋଉଟା କହୁଛନ୍ତି ଡକ୍ଟର ଭାରତ କାହିଁକି ବର୍ଷ ଆଉ କାହିଁ ବର୍ଷ ହେଲାନି ବର୍ଷ ନାମ ଭାରତ ଏ ଦେଶ ଜନା ଭୋଗିଲା ଜଣେ ହେଲେ ରାମାୟଣର ଭରତ ଭଗବାନ ରାମଚନ୍ଦ୍ରଙ୍କର ଭାଇ ଆଉ ଜଣେ ଶକୁନ୍ତଳାଙ୍କର ପୁତ୍ର ଆଜି ମୁକ କିଏ ଯେତେବେଳେ ରଘୁଗଣଙ୍କ ସାଙ୍ଗରେ ରାଜାଙ୍କୁ କାନ୍ଧିକିରି ଯାଉଥିଲେ ବ୍ରାହ୍ମଣ ମାନେ ବାବାଜୀ ମାନେ ଇଏ ଜଳ ଭରତ କାନ୍ଦିବାକୁ ତା ପଛପଟେ ବଡ ଇତିହାସ ସମାଜ ସେ ବାଚା ପଣ୍ଡିତ ସେ ରାଜାଙ୍କୁ ଜ୍ଞାନ ଶିକ୍ଷା ଦେଲା ପଙ୍ଗୁ ଲଙ୍ଘନ ଗିରି ପଙ୍ଗୁ କିଏ ଥିଲା ଗିରି ଲଙ୍ଘନ କଲା ପଙ୍ଗୁ ଥିଲା ଭଗୀରଥ ଆମ ପୁରାଣ ସେ ଭଗୀରଥ ଗିରି ଲଙ୍ଘନ କଲା ଗଙ୍ଗା ଗୁଣି ଆସିଲା ପଙ୍ଗୁ ଲଙ୍ଘନ ଗିରି ମୁକମ କରୋତି ବାଚାଳ ପଙ୍ଗୁ ଲଙ୍ଘନ ଗିରି ଆଜି କହୁଛି ଚଳନ୍ତା ସାଧୁ ବହନ୍ତା ପାଣି କାଲି କହିଥିଲି ଏ ଘରେ ପିଉସି ସେ ଘରେ ମାଉସୀ ସେ କଥା ଭାଇର ମନକୁ ମୋର ଆସିଲା ନା କାଟିକି ଥୋଇଦେଲେ କାହିଁକି ମନକୁ ଆସିଲା ନାହିଁ ଏ ଘର ପିଉସି ସେ ଘର ମାଉସୀ ଇଏ ବଡ ଦେଉଳ ଏଠି ପିଇସି ସେ ସୁଭଦ୍ରା ସେଠି ମାଉସୀ ମା ମନ୍ଦିରରେ ସେଇ ସୁଭଦ୍ରା ସେଇ ହଳଦୀ ମନ୍ଦିର ଅର୍ଥ ସୁଶ୍ରୀ ତାଙ୍କ ନାଁ ସତ ଏ ଘରେ ଯିଏ ପିଉସି ସେ ମାଉସୀ ଏଠି ଚଳନ୍ତା ପାଣି ବହନ୍ତା ସାଧୁ ଚଳନ୍ତା ସାଧୁ କିଏ ଭଗୀରଥ ଆଗେ ରଖନ୍ତି ବହନ୍ତା ପାଣି ଚଳନ୍ତା ସାଧୁ
ତେଣୁ ପଦାଙ୍ଗୁଳିରୁ ଢାଳି ବ୍ରହ୍ମଶଲୀଳ ଶୁଣି ଗରଳ ଜ୍ୱାଳା କଲ ତୁଚ୍ଛ ଶଙ୍କର ଭଗବାନଙ୍କର ନୀଳକଣ୍ଠ ସମର ବିଦୁଷ ଜର୍ଜରିତ କରୁଥିବା ତାଙ୍କର ଗ୍ରୀବା ପ୍ରଦେଶ এই গঙ্গা নদীଙ୍କର ସରଳ ଶୀତଳ ସ୍ପର୍ଶରେ ତାଙ୍କ ମୁକ୍ତ ଏ ଯଦୁବସ୍ତ ଧାତା ଚିନ୍ତାକୁ ହେଲା ମତ୍ସ୍ୟ ମହାମତ୍ସ୍ୟ ଅବତାର ଆପଣ ଧାରଣ କଲେ ସେତିକି ନୁହେଁ ଯେତେବେଳେ ପ୍ରଳୟ ଆସେ ପ୍ରଳୟ ସମୟରେ କେଉଁ କେଉଁ ପଦାର୍ଥକୁ ସାଇତି ରଖିବାକୁ ହୁଏ ବିହନ ଔଷଧ ये तीनोटी पदार्थ को भगवान संचय कर रखिले वासिरे नूआ आउ सन को दिबा ना 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 एतिक तो यदुवस्त धाता चिंता कहला नष्ट सिंधु सिंधु का कला संचय सक्रार्थ कर्तन बुझ ये प्रबंध पूर्णचंद्र छात्र को अर्थ करिलो सेति ताकत दिले होवे ना कार्तिक विवाह कार्तिक दासकर रुक्मिणी विवाह पद ता संगे प्रमाण प्रमाण बचन आमको तो तमर मति भ्रम है अच्छा काली गुरुवार थिला मो रामायण कथा प्रसंग प्रसंग क्रमे रामायण कथा रामायण गुरुवार दिन बलबरी तमर कानज्ञान नहीं हम सुनिया को अच्छा बंधुगण भाई माने अपना विचार करें जो नवान्न पारायण रामचरित मानस में 9 दिन तापर गुरुवार पड़ो और सिद्धर का रामायण चर्चा हो नहीं सिद्धर ताले तो असुविधा कोन एई तरह तुम कांड नहीं कि ज्ञान नहीं कांड ज्ञान और नहीं अच्छा तमर कांड ज्ञान अछि तमर कांड ज्ञान एते अछि जे बर्त तमरी जिला रे मु वर्तमान कहबा चाहिबी तमे कहचो सप्तवर्षा भवत गौरी अष्टवर्षा तु रोहिणी नववर्षा रोहिणी दशवर्षा भवत कन्या हमरा दशरा अरे छाड़ ये पुरुष प्रधान सामाजिक साहित्य को आज छाड़िबा पई पड़िबो विचार करो आजिर समय रे आजिर सामाजिक व्यवस्था भितरे झियो को जदि 21 वर्ष हे नै 23 वर्ष हे नै हमें झियोवार के करबा नै केस बाल्य विवाह प्रथा बंद सर्वनिम्न वयस सीमा झियो वर्तमान 21 मोर वर्तमान 23 तमे कहलनी जे 10 वर्ष भवत कन्या जो जदि बाप घर दशला हे गला तार बाप मां भाई तार समस्ते नरक रे पड़िबो तमे नरक कोन देखितो से जीवन मते कहलो ताले वर्तमान पुष्करा गां रे सब झियो माने कोन 10 वर्ष भितरे भाई पटती हे भगवान यार एई गां जो झियो माने 10 वर्ष अधिक अछंती ताकर बापा मां को भाई माने को तुमे नरक रे पकई दैछो तुमको खाया के दिया बोले आज खाई पारी बनी मैं खाई पारी बनी थी नो इसला एई गां जो झियो माने 10 वर्ष परे बाहाई नाते पर्यंत समागर बापा मां को भाई माने को तुमे नरक रे पकई चले नाही आज थाकु छाड़िबो आज थारु से पुरुष प्रधान साहित्य बोलिबनी ना ना ये पुरुष प्रधान समाज रे नारी की निर्यातना करा जाए अपुत्री कला रे से डाल धरो से डाल से डाल से अपुत्री कला रे से पुत्री रे अपुत्री कला ये को समाजर साहित्य यो जी पुरुष प्रधान समाजर साहित्य पुरुष प्रधान
ଡିଜିଟାଲ ମାଧ୍ୟମରେ କମ୍ପ୍ୟୁଟରରେ ପରୀକ୍ଷା କରି ଦେଖୁଛେ ଗର୍ଭରେ ଝିଅ ଅଛି ନା ପୁଅ। ଆମେ ଏତେ ଛାନିଆ ଆମକୁ ଏତେ ଛାନିଆ ଲାଗିଲାଣି ଯେ 4 ମାସ ଭିତରେ ଆମେ ତାର ସ୍ତ୍ରୀର ଗର୍ଭ ପରୀକ୍ଷା କରୁଛୁ। ଯଦି ତା ଗର୍ଭରେ ଝିଅ ଅଛି ତାକୁ ଆଉ ଜନ୍ମ ଦେବା ପାଇଁ ସୁଯୋଗ ଦେବୁ ନା ସେ ଦୁନିଆର ଆଲୁଅ ଦେଖିବାକୁ ସୁଯୋଗ ନ ଦେଇ ତାକୁ ଡାକ୍ତରକୁ ଟଙ୍କା ଦେଇକି ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗି ଦଉଛୁ। ଦୁର୍ଗା କଣ ଶିଖିନା ମାତୃ ଗର୍ଭର କନ୍ୟା ସନ୍ତାନ କଥା ଦୁର୍ଗା ନାହାନ୍ତି। ଦୁର୍ଗା କଣ ସେଇ ମନ୍ଦିର ଭିତରେ ଅଛି? ସେଇ ଦଶହରା ମେଢରେ ଅଛନ୍ତି। ଦଶହରା ମେଢରେ ଦୁର୍ଗା ପାଖରେ ମୁଣ୍ଡିଆ ମାରି ଏପଟେ ଝିଅ ମାନଙ୍କ ଖରାପ ଦୃଷ୍ଟି ପକେଇବା। ତମେ କାହିଁ ପାଠ ପଢୁଥିଲ? ସାହିତ୍ୟ ପଢୁଛ, ହିସାବ ଆଜି ଏ ଗାଁର ସବୁ ଭାଇ ମାନଙ୍କୁ, ବାପା ମାନଙ୍କୁ, ମା ମାନଙ୍କୁ ନର୍କରେ ପକେଇ ଦେଇ ଯାଇଛି। ସେମାନେ ତମକୁ ଆଜି ଯଥେଷ୍ଟ ଟଙ୍କା ଦେଇଛନ୍ତି, ପୁରସ୍କାର ଦେଇଛି। ତମେ ତା ବଦଳରେ କଣ ଦେଇଛ? ନର୍କଗାମୀ କରିଛ। ତମେ ଭାବୁଛ କାହା ସେଥିରେ ପାଲା ଗାଉଛ ଜାଣିଛ କି? ନର୍କ କେତେ ବାଟରେ ଅଛି, କୋଉଠି ଅଛି ତା ଠିକଣା ମତେ ଟିକେ ଦବ। ବୈକୁଣ୍ଠ କୋଉଠି ଅଛି ତା ଠିକଣା ମତେ ଟିକେ ଦବ। କେତେ ବଡ ଜ୍ଞାନୀ ତମେ, ଯୋଉ ଡକ୍ଟର ରହିଛ, ତମେ ଡକ୍ଟରେଟ ପାଇଛ। ସ୍ୱର୍ଗ ନର୍କ ଇଏ କୋଉଠି ଅଛି ତା ଠିକଣା ଟିକେ ମତେ ବତଉଛ। ଯେତେ ଟଙ୍କା ଲାଗୁ ମୁଁ ବସ ଭଡା କରିଛି। ଶକ୍ର ଅର୍ଥ କର୍ତ୍ତନ କର୍ତ୍ତରି କଲବନ। ଶକ୍ର କହିଲେ ଇନ୍ଦ୍ର। ଇନ୍ଦ୍ରଙ୍କର ଆର୍ଥ ବିନାଶନ କରିବା ପାଇଁ ହେ ଭଗବାନ ନାରାୟଣ ରାମ ଭଗବାନ ତୁମେ ହେଲ ଗୋଟେ କର୍ତ୍ତରି କଲ ବନ ନର୍ତ୍ତନକାରୀ ହରି ଅଛ। ବକୁରେ ଦିଟା ଧାର ଅଛି। ये दीटा धारक संयुक्त करती गोटा खिल ये दीटा धारक अंगूठी रखिले चले गल चलबनी ना तार जदी ये बड़ा कतुर हे ये कतुर दीटा धारक ये गौतम महापात्र काली परा गौतम साथ पडथलो रुक्मिणी करलो दी पद पड़ जाई तो हमर कथा सरी गला हबनी हबनी एमती हबनी ना एइनी का हबनी हरि अछ हरि कहले मृग ए हरि कहले मांकड़ अछ कहले भालू गोटा पटे भालू बाहिनी आ गोटा पटे मांकड़ खिला गोटा कठुर दीटा खिला ये दी धार को संयुक्त कर किए खिला विभीषण आज्ञा से जगह रहिला विभीषण आ दीटा पूरा छांद को व्याख्या करबा ई के उचित पाला ई दीटा पूरा सुग्रीव आउटे मांकड़ मान को सेनापति सुग्रीव आज्ञा आउटे हनुमान को सेनापति जाम्बवान सुग्रीव जाम्बव विभीषण ये तीन जन को केंद्र आपण हेई गेल ओटा बड़ कतु ये कतुर मत रावण रो 10 मुंड को काटी देले तुमणी साहित्य सुदामा कथा कहो आज्ञा सुदामा हां ठीक है सुदामा ब्राह्मण सुदामा से दिन जाइथिला भगवान कृष्ण संगरे काठ आनिबा पई तो आगे से कथा कहतो ठीक अछि हां ये तो निष्पत्तिटा भूल होई गेला कथा जानना निष्पत्ति दान हे जेतेबेले राती पाउछ कवि हे सागुणमयी मम माया दुरत्तया मामे बजे प्रपद्यन्ते माया वेदान्तरन्ति भगवान कर माया नहीं पाया वर्षा होछ सुदामा गोटाय गछरे कृष्ण गोटाय गछरे मा देई चोडी 4 भजा खुद भजा से अछि सुदामा पक्षरे वर्षा होची सुदामार भोक बढ़िला आज्ञा करबी वर्षा थिले सिना हबो इमति बंटा बंटी करी कोन ए सुनी के कहले नहीं अरे मुटा भुजा खुद भजा जीवर लक्षण बुझ जीवर प्रवृत्ति बुझ मेघमाला